ଅଗଣି ମେମୋରିଆଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଉଦ୍ଯାପନୀ ଦିବସ। ଏହି ଶେଷ ଦିନରେ ପରସ୍ପରକୁ ଭେଟିଥିଲେ ତାରିଣୀ ବିବିଏସ୍ଆର୍ ପରସ୍ପରକୁ ସଜାଡ଼ି ନେଇଛନ୍ତି। ଆଜିର ଟୁର୍ଣ୍ଣାମେଣ୍ଟ ଶେଷ ଦିବସ। ଏହି ଶେଷ ଦିବସରେ ଉଭୟଙ୍କୁ ମୁକାବିଲା କରିଛନ୍ତି। କିଏ ନେବ ଏହି ସିଲ୍ଡ? ନିଜ ନିଜ ଭିତରେ ନିଜ ନିଜ ଲଢ଼େଇ ଜାରି ରଖିଛନ୍ତି। ଏଥିମଧ୍ୟରେ ଟଚ୍ ପଡ଼ିସାରିଛି। ଖେଳ ଆରମ୍ଭ ହେବାକୁ ଆଉ ମାତ୍ର କିଛି ସମୟର ବାକି। ଏଥିମଧ୍ୟରୁ ସରିଯାଇଛି ଜାତୀୟ ସଙ୍ଗୀତର ଗାନା। ଏବେ ଚାଲନ୍ତୁ ଦେଖିବା ଖେଳର ହେଡଲାଇନ୍। କିଛି ସମୟ ପାଇଁ ଖେଳଟିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା କାରଣ ଅଗଣି ମେମୋରିଆଲ ଟୁର୍ଣ୍ଣାମେଣ୍ଟର ସଦସ୍ୟମାନେ ରଖିଥିଲେ ଭରପୂର ଆନନ୍ଦ। ଦର୍ଶକମାନଙ୍କ ପାଇଁ ମଜାଳିଆ ଛୋଟ ପିଲାଙ୍କୁ ନେଇ କିଛିଟା ଡ୍ୟାନ୍ସ। ତେଣୁ ଏମିତି କିଛି ଡ୍ୟାନ୍ସ ଆପଣମାନେ ଦେଖିପାରୁଥିବେ। ଏହି ପିଲା ଆପଣମାନଙ୍କ ପାଇଁ ଆଣିଦେଇଛନ୍ତି ଏହି ପଡ଼ିଆରେ ସାଜସଜ୍ଜା। ଆଜି ଯାହା ଖେଳ ଆପଣମାନେ ଦେଖିପାରୁଥିଲେ ଉତ୍କଳ ଯୁବ ସମାଜର ଏକ ପ୍ରତିଷ୍ଠିତ ଯିଏକି ଜନସେବକ ସନାତନ ବେହେରାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ଅଗଣି ମେମୋରିଆଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଶେଷ ଦିନ। ଏହି ଶେଷ ଦିନରେ ଏହି ପିଲାମାନଙ୍କର ଡ୍ୟାନ୍ସ ଲୋକମାନଙ୍କୁ ବାନ୍ଧି ରଖିଥିଲା ପଡ଼ିଆ ମଧ୍ୟରେ। ତେଣୁ ଆପଣମାନେ ଦେଖିପାରୁଥିବେ ଆଉ କିଛି ସମୟ ମଧ୍ୟରେ ଫେର୍ ସେକେଣ୍ଡ ଇନିଂସର ଖେଳ ଆରମ୍ଭ ହୋଇଯିବ। କିଏ ନେବ ଏ ସିଲ୍ଡ? କିଏ ନେବ ଏହି କପ୍? କିଏ ନେବ ଏ ଟଙ୍କା? ଆଜିର ବାଜିମତ ସେଇ ବିବିଏସ୍ଆର୍ ସହିତ ତାରିଣୀ ଭେଟୁଛନ୍ତି। ଭେଟାଭେଟି ମଧ୍ୟ ହେଇଛନ୍ତି। ସଂଘର୍ଷ ଚାଲିବ। କେବଳ ଏହି କୁନି ପିଲାଙ୍କର ଡ୍ୟାନ୍ସ ଦେଖିସାରିଲା ପରେ ଆପଣମାନେ ଦେଖିପାରୁଥିବେ ପଡ଼ିଆରେ ବର୍ତ୍ତମାନ ଖେଳାଳି ଉପସ୍ଥିତ ହୋଇସାରିଛନ୍ତି। କେବଳ କୁନି ପିଲାଙ୍କର ଡ୍ୟାନ୍ସ ସରିଲେ ଖେଳ ଷ୍ଟାର୍ଟ ହେବ। ଛକା ଚୌକାର ମାଡ଼ ହେବ। ପଡ଼ିଆ ପୁରା ଭରପୁର। ଦର୍ଶକମାନେ ଏବେ ବି ଚାହିଁ ବସିଛନ୍ତି ବ୍ୟାଟ୍ସମାନଙ୍କର ସେଇ ଛକା ଚୌକା ଦେଖିବା ପାଇଁ। କେବଳ ଦେଖିପାରୁଥିବେ ବର୍ତ୍ତମାନ ଗୋଟିଏ ର୍ୟାକେଟ୍ ଡ୍ୟାନ୍ସ ଗଲା ପରେ ଫେର୍ ଗୋଟିଏ ର୍ୟାକେଟ୍ ଡ୍ୟାନ୍ସ ପଡ଼ିଛି ଛୋଟିଆ ପିଲାଙ୍କର। ବହୁ କୁନି କୁନି ପିଲାଙ୍କର ଡ୍ୟାନ୍ସ ଏତେ ସୁନ୍ଦର ଥିଲା ଏ ପଡ଼ିଆକୁ। ମେଘାଚ୍ଛନ୍ନ ଆକାଶ ସହିତ ଖେଳକୁ ବହୁତ ଉପଭୋଗ କରିଥିଲେ ଏହି ଦର୍ଶକମାନେ। ଛୋଟ ପିଲାଟିର ତାଳି ଟିକିଏ ଲକ୍ଷ୍ୟ ପକାନ୍ତୁ। ସେ ମଧ୍ୟ ତା ସହିତ ତାଳ ଦେଉଛି।